सो हाय एवरीवन, आप सभी को स्वागत है फिर से एक नया वीडियो में। तो आप जो ये वीडियो साइट में देख रहे हैं, ये कल का ही वीडियो है जो मैं अपलोड किया था कि एक जो बुजुर्ग आदमी एक मंदिर के सामने भी मिले हैं, रेंडमली एक रील्स में मिले हैं। वो और कोई नहीं है, वो डॉक्टर संतोष गोयल है, जो कि इंडिया का टीचर रहे हैं आई थिंक 1971 में। सॉरी, मैं मेरे को इतना नॉलेज नहीं है, बट मैं डिस्क्रिप्शन में बिल्कुल क्लियरली मेंशन कर लूँगा रिसर्च करके। और ये चैनल पे अगर आप नए हो, प्लीज़ लाइक करो एंड सब्सक्राइब करना बिल्कुल मत भूलो। और इंडियन आर्मी को बिल्कुल मैं सैल्यूट करना चाहता हूँ और बहुत-बहुत धन्यवाद इंडियन आर्मी को। ये हमारा इंडिया का सिस्टम नहीं है, ये सरकार का सिस्टम नहीं है, इंडियन आर्मी इंडिया का ही है और एक डिफरेंट है। मेरा कहने का मतलब किसको बुरा भला दिखाने का नहीं, मगर मैं ये कहना चाहता हूँ कि आज का ज़माने में फिर वो तो लीडर नहीं हो सकते हैं, जैसे कि मान लो मोदी हो, मान लो। और जैसे हाई लेवल का लीडर है, उनका मैं बात नहीं करता हूँ, मगर उनका जो छोटा-छोटा गाँव-गाँव में है, शहर में है, वो जो है वो अच्छा है या नहीं है, वो बस लोकल्स को पता है, मगर मेरा एरिया में तो अच्छा ही नहीं है। मेरा कहने का मतलब ये है कि मैं एग्जाम्पल का तरफ से मैं एग्जाम्पल स्वरूप मैं एक बता रहा हूँ। मैं उड़ीसा से हूँ, ठीक है। पिछले कुछ साल में नवीन पटनायक करके हमारे एक सीएम थे। हमारे मेरे तो पर्सनल नहीं है, मैं तो कौन सा पार्टी का हूँ वो भी तो मैटर नहीं करता है, क्योंकि मैं बस एक इंफॉर्मेशन देना आया हूँ। तो अ, हम खुद नवीन पटनायक को वोट नहीं दिए थे। हम नहीं, मैं मेरा पर्सनल का बात मैं करता हूँ। मैं पर्सनली नवीन पटनायक को वोट नहीं दिया था। आई एम सॉरी फॉर दैट। ତ ରିଜନ ଦେଖିବାକୁ ଗଲେ ନବୀନ ପଟ୍ଟନାୟକ ତାଙ୍କ ଜାଗାରେ ସରି ନବୀନ ପଟ୍ଟନାୟକ ତାଙ୍କ ଜାଗାରେ ଠିକ ଅଛନ୍ତି। ତାଙ୍କର ରୁଲ ଠିକ ଥିଲା, ତାଙ୍କର ଅନୁଶାସନ ଠିକ ଥିଲା, କିନ୍ତୁ ତାଙ୍କର ଅବଗତ ଏତିକି ନଥିଲା ଯେ ତାଙ୍କର ଯୋଉ ଚେଲା ଅଛନ୍ତି, ଚେଲା ମାନେ କହିବାକୁ ଗଲେ ଗୋଟେ ମାନିନିଅ ଗଛଟା ହଉଛି ନବୀନ ପଟ୍ଟନାୟକ, ଠିକ। ଆଉ କିନ୍ତୁ ନବୀନ ପଟ୍ଟନାୟକ ନୁହେଁ ତ ସେ ଗାଁ ଗାଁରେ ଏଇଟା ଅସମ୍ଭବ। ଗାଁ ଗାଁରେ ଘରେ ଘରେ ବୁଲିକି ସବୁ କାହାର ଦୁଃଖ କାହାର ସୁଖ ଏଇଟା ବୁଝିପାରିବେ, ମାନେ ଏଇଟା ଗୋଟେ ଲୋକଟେ କରିବା ଅସମ୍ଭବ। ଏଇଟା ମୁଁ ମୋର ପର୍ସନାଲ ଓପିନିଅନ, ମାନେ ମୁଁ ଏଇଟା ଗୋଟେ ମେଚର ଲେଭଲ ତୁମେ ହିଟ୍ କର, ଏଇଟା ଅସମ୍ଭବ ଗୋଟିଏ ଲୋକଙ୍କ ପାଇଁ। ତ ମୁଁ କଣ ପାଇଁ ଏତେ ଯଦି ନବୀନ ପଟ୍ଟନାୟକ ଭଲ ଥିଲେ ମୁଁ କଣ ପାଇଁ ଭୋଟ ଦେଇ ନଥିଲି, କାହିଁକି ନା ତାଙ୍କର ଯେତିକି ସବୁ ତଳ ଲେବୁଲର କାମ କରୁଥିଲେ ଭିତରେ, ନବୀନ ପଟ୍ଟନାୟକ ବି ତ ଲେବଲରେ ଥିଲେ, ହାଇ ଲେବଲରେ ଥିଲେ, ବହୁତ ଉତ୍ତମ ମଣିଷଟି ଥିଲେ। କିନ୍ତୁ ମୁଁ ତାଙ୍କୁ ଯୋଉ ତଳ ଲେବଲର ଯୋଉ ବନ୍ଧା କହୁଛି, ତଳ ଲେବଲ ମାନେ ସେ ଗଛ ନୁହଁ, ଚେର କଥା ମୁଁ କହୁଛି, ମାନେ ଗାଁର ମାନନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଇଚ୍ ଅଦର, ଠିକ। ସେମାନଙ୍କ ବିହେଭିୟର ଆମର ଅଞ୍ଚଳରେ ଟିକେ ଖରାପ ଥିଲା। ଟିକେ ଖରାପ ମାନେ ସେ ଏଭଳି ମାତ୍ରାରେ ଖରାପ, ମୁଁ ସେଇଟା ତ ଏଇଟା କୌଣସି ପ୍ରକାରର ରେପ୍ ଆଉ କୌଣସି ପ୍ରକାରର ମର୍ଡର ମାତ୍ରାରେ ଖରାପ ନୁହଁ, ସେଥିପାଇଁ ମୁଁ କହୁଛି ଟିକେ ଖରାପ ଥିଲା। ତାଙ୍କ ଶାସନ ହିଁ ଖରାପ ଥିଲା। ତାଙ୍କର ମାନେ ଦେଖ, ମାନିନିଅ ତୁମ ନାଁରେ ଗୋଟେ ଘର ଆସିବ, କିନ୍ତୁ ସେ ଘର ଗାଏବ। ଭାଇ ଲିଷ୍ଟରେ ତ ତୁମ ନାଁରେ ଘର ଆସିଲା, କିନ୍ତୁ ସେ ଘର ଗାଏବ। ଘର ଗଲା କୁଆଡେ, ଖାଇଲା କିଏ, ତାର ଜିମ୍ମେଦାରି କିଏ, ତାର ଦାୟୀ କିଏ? ସେଇଟା ହିଁ ଉତ୍ତର ଦବାଟା ହିଁ ମେନ୍ ରିଜନ। ତ ମୁଁ ଏତେ କିଛି ଖୋଲିକି କହିକି କଣ୍ଟ୍ରୋଭର୍ସି ଷ୍ଟାର୍ଟିଂ କରିବାକୁ ଚାହେଁନା। ବାସ୍ ଏତିକି ଆପଣମାନଙ୍କୁ ବୁଝିଯିବାର ଅଛି କି ମୁଁ କଣ କହିବାକୁ ଚାହିଁଲି। ଆଉ ଆପଣଙ୍କ ଅଞ୍ଚଳରେ ଆଇ ଥିଙ୍କ ସେଇଭଳିଆ ହିଁ ହଉଥିବ। ମାନେ ତୁମ ନାଁରେ କିଛି ଜିନିଷ ଆସିବ, ସେଇଟା ଗାଏବ ଭାଇ। ସେଇଟା ସରକାରୀ, ମାନେ ହୁଏତ ନବୀନ ପଟ୍ଟନାୟକ ନ ଖାଇପାରେ, କିନ୍ତୁ ତାର ଯେତିକି ଚେଲା ଚାମୁଣ୍ଡା ଯୋଉ କୁହନ୍ତି ଆମ ଓଡିଆ ଲୋକାଲ ଲାଙ୍ଗୁଏଜରେ, ସେଇ ଚେଲା ଚାମୁଣ୍ଡା ମାନେ ହିଁ ଉଭାନ କରିଦିଅ କରିଦିଅନ୍ତି। ତ ଛାଡ ୟାର, ସେଗୁଡା କହିକି କିଛି ଲାଭ ନାହିଁ। ଆଉ ମୁଁ ପର୍ସନାଲି ଦୁଃଖିତ ଅଛି ନବୀନ ପଟ୍ଟନାୟକ ଯିବାରେ, କିନ୍ତୁ ଆଉ ଗୋଟେ ପ୍ରକାର ଖୁସି ବି ଅଛି, କାହିଁକିନା ମୁଁ ସେ ଲୋକଙ୍କ ଠାରୁ ଦୂରେଇ ରହିଗଲି ଯୋଉ ଲୋକଙ୍କ ଶାସନ ଅଧୀନରେ ମୁଁ ବଞ୍ଚିଥିଲି।
ଆଉ ମୁଁ ଜାଣିନି ୟାର ବିଜେପି ସରକାର ଆସିଛି ସେ ତାଙ୍କର ଶାସନ କେମିତି କଣ ରହିବ। ଆଉ ମୁଁ ଆଶା କରୁଛି ଯୋଉ ଡବଲ ଇଞ୍ଜିନ ନାଁରେ ସେ ଭୋଟ ନେଇଛନ୍ତି ସେ ଡବଲ ଇଞ୍ଜିନ ର ପାୱାର ହିଁ ଦେଖାନ୍ତୁ। ଡବଲ ଇଞ୍ଜିନ ନଥିଲେ ନାହିଁ ସିଙ୍ଗଲ ଇଞ୍ଜିନ ର ପାୱାର ହିଁ ଦେଖାନ୍ତୁ। ମୁଁ ଏତିକି ଆଶା ରଖୁଛି ମୋର ପର୍ସନାଲି। ତ ଚାଲ ଭିଡିଓ ଯଦି ନୂଆ ଥିବ ଲାଇକ୍ କର ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କର। କମେଣ୍ଟରେ ଯଦି କିଛି ଡାଉଟ୍ କିଛି ଯଦି ପଚାରିବାର ଅଛି ପ୍ଲିଜ ଡୁ ଏ କମେଣ୍ଟ। ମୁଁ ରିପ୍ଲାଏ ନିଶ୍ଚିନ୍ତ କରିବି 24 ଆୱାର ଭିତରେ। ଜୟ ହିନ୍ଦ ବନ୍ଦେ ମାତରମ୍। ମିଳୁଛି ନେକ୍ସଟ ଭିଡିଓରେ। ସେ ପର୍ଯ୍ୟନ୍ତ ବାଏ ବାଏ, ଟେକ୍ କେୟାର, ଜୟ ଜଗନ୍ନାଥ।